ଜୟଗୁରୁ ସମସ୍ତଙ୍କୁ ଦର୍ଶକ ବୃନ୍ଦଙ୍କୁ ମୋର ଶୁଭ ନମସ୍କାର। ଆଜିର ଏହି ଆଲୋଚନାରେ ଆଧ୍ୟାତ୍ମିକ ଚ୍ୟାନେଲରେ ପୂର୍ବଥରକ ଭିଡ଼ିଓରେ କଥା ଦେଇଥିଲି। ଯେହେତୁ ବର୍ତ୍ତମାନ ସମୟ ଏବଂ ପରିସ୍ଥିତି ନେଇକି ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରିବା ପାଇଁ କେତେ ଗୁଡ଼ିଏ ଛୋଟ ଛୋଟ ପ୍ରୟାସ ଜାରି ରଖିଛି। ସେଥିମଧ୍ୟରୁ କେତେକ ଅନୁଭୂତି କହିବା ପାଇଁ ଦର୍ଶକମାନଙ୍କୁ କଥା ଦେଇଥିଲି ଏବଂ ସମସ୍ତେ ଜାଣନ୍ତି ଧ୍ୟାନ ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ମୋ ଦ୍ୱାରା କରାଯାଇପାରେ। ଧ୍ୟାନ ସମସ୍ତେ ଜାଣନ୍ତି ନାହିଁ। ବାଛି କୁଛି କେତେଜଣ ଆଧ୍ୟାତ୍ମିକ ରାସ୍ତାରେ ଚାଲୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଶେଷ ଭାବରେ ଧ୍ୟାନର ମହତ୍ତ୍ୱ ଥାଏ। କିନ୍ତୁ ପରିସ୍ଥିତିର ମାଡ଼ରେ, ଯାହାକୁ ଦୈବିକ ମାଡ଼ କୁହାଯାଏ, ପ୍ରତ୍ୟେକ ମନୁଷ୍ୟର କିଛି କର୍ମଫଳ ମନୁଷ୍ୟ ନେଇକି ଆସିଥାଏ। ସେଥିପାଇଁ ଆପଣମାନେ ଦେଖିଥିବେ, ଛୋଟ ପିଲାଟିଏ ଜନ୍ମ ହେଉକା ହୃଦରୋଗରେ ଆକ୍ରାନ୍ତ ଥାଏ। ଛୋଟ ପିଲାଟିଏ ହ୍ୟାଣ୍ଡିକ୍ୟାପ୍ ଥାଏ। ଗୋଡ଼ ହାତ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅକାମୀ ହୋଇଯାଇଥାଏ। କାରଣ କ'ଣ? ଏହାର କାରଣ ହେଉଛି ଆମେ ପୂର୍ବଜନ୍ମର କିଛି କର୍ମଫଳ, ସଞ୍ଚିତ କର୍ମଫଳ ନେଇକି ଆସିଥାଏ। ଶରୀର ଚାଲିଯାଏ, କିନ୍ତୁ ନୂତନ ଶରୀର ମଧ୍ୟ ସେ କର୍ମଫଳକୁ ଭୋଗ କରିବାକୁ ଆସିଥାଏ। ତେଣୁ ଏଠି ସଚେତନତା ସୃଷ୍ଟି କରିବାକୁ ଚାହେଁ, ଯାହା ପୂର୍ବରୁ ହେଇଯାଇଛି ତା ଉପରେ ଆମର ହାତ ନାହିଁ। ସେଠି ଈଶ୍ୱରଙ୍କୁ ପ୍ରାର୍ଥନା, କ୍ଷମା ପ୍ରାର୍ଥନା ଏବଂ କରିଥିବା କର୍ମଫଳ, କୌଣସି ଭୁଲ କର୍ମଫଳ ପାଇଁ ପ୍ରାୟଶ୍ଚିତ ସତ୍ତ୍ୱେ ଆମେ କରି ନ ପାରିଲେ ବି ମାନସିକ ସ୍ତରରେ ଅନୁତପ୍ତ ହେବା ଏବଂ ଯେଉଁ ପ୍ରତିଦିନ ଅଭ୍ୟାସ କରିବା, ଶୋଇବା ପୂର୍ବରୁ ଯେଉଁ କର୍ମଫଳ ଆମ ଦ୍ୱାରା ଭୁଲ ହେଇଛି ସେଥିପାଇଁ କ୍ଷମା ପ୍ରାର୍ଥନା ହେଉଛି ପ୍ରାୟଶ୍ଚିତ। ମାନସିକ ସ୍ତରରେ ସରଳ ଭାବରେ ଆଜି କଥା ହେବା ପ୍ରକୃତିର ବିଚାର। ପ୍ରକୃତି ଆମକୁ କୋଉଠି ଆଣିକି ପହଞ୍ଚେଇ ଦେଇପାରେ। ସେ ଏ ଜନ୍ମରେ ହେଉ କିମ୍ବା ପୂର୍ବ ଜନ୍ମରେ ହେଉ, ଆମର ମାନସିକ, ଶାରୀରିକ କୌଣସି ପ୍ରକାର ବି ଭୁଲ ଅଜାଣତରେ, ଜାଣତରେ ଆମକୁ ତାକୁ ଫଳ ସ୍ୱରୂପରେ ସମ୍ମୁଖୀନ ହେବାକୁ ପଡ଼େ। ଏଇଠି ମୋର କଥା ରହିବ। ତା ସହିତ ଛୋଟିଆ ଜ୍ଞାନଟିଏ, ଖାଲି ପୂର୍ବଜନ୍ମର କର୍ମଫଳରେ ନୁହେଁ, ବର୍ତ୍ତମାନର କର୍ମଫଳରେ ମଧ୍ୟ କେତେକ ପାରିପାର୍ଶ୍ୱିକ ପରିସ୍ଥିତି ଆମକୁ ଦଣ୍ଡ ଦେଇଥାଏ। କ'ଣ? ସେ ହେଉଛି ଅନେକଙ୍କର ବାସ୍ତୁ ଦୋଷ ଥାଏ। ଅନେକଙ୍କର ଆମେ ଯେଉଁ ପରିବାର ଭିତରେ ରହିଛେ, ସମସ୍ତଙ୍କ କର୍ମ ସଂଯୋଗରେ ଆମକୁ ପରିବାର ମିଳିଛି। ଆମ ଭିତରେ ମଧ୍ୟ ଆମର ପୂର୍ବର ପିଢ଼ି, ଆମର ପରପିଢ଼ି ପିଲାମାନେ ଯଦି କୌଣସି ଭୁଲ କର୍ମରେ ଲିପ୍ତ ଥାଆନ୍ତି, ତାହାର ଫଳ ମଧ୍ୟ ଭୋଗ କରିବାକୁ ପଡ଼େ। ଛୋଟିଆ ଅନୁଭୂତିଟିଏ କହୁଛି। ଅନୁଭୂତି ସେୟାର କରିବି କହିଥିଲି। ପ୍ରତ୍ୟକ୍ଷ ଅନୁଭୂତି, ସତ୍ୟ ଅନୁଭୂତି। ଏଇ ଧ୍ୟାନ ମାଧ୍ୟମରେ କାମ କରିବା ପାଇଁ ଗୋଟିଏ ଘଣ୍ଟା ମୁଁ ସମୟ ଦିଏ। ତାରି ଭିତରେ ଆପଣଙ୍କ ଭାଷାରେ କ୍ଲାଇଣ୍ଟ, ଯେଉଁମାନେ ଦୈବିକ ମାଡ଼ରେ ପରିସ୍ଥିତିରେ ଛଟପଟ ହେଉଥାନ୍ତି, ସେମାନେ ସମୟ ନିଅନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆସନ୍ତି। ଗୋଟିଏ ଫୋନ୍ କଲ୍ ମୋତେ ଆସିଥିଲା। ଗୋଟିଏ ପରିବାରରେ ଦୁଇଟି ପିଲା, ବଡ଼ ପୁଅ ପ୍ରାୟ 10-12 ବର୍ଷ, ଛୋଟ ପିଲାଟି 7-8 ବର୍ଷର। ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ଯେଉଁଠିକି ସେ ଛୋଟ ପିଲାଟି ଯେତେବେଳେ ତା ଭିତରେ ଗୋଟେ ଶକ୍ତି ଆସୁଛି ଯେ ସେତେବେଳେ ତାକୁ କେହି ସମ୍ଭାଳି ପାରୁନାହାନ୍ତି ଏବଂ ସେ ଆକ୍ରମଣ ତା ପିତାଙ୍କୁ ହିଁ କରୁଛି। ତାଙ୍କ ତଣ୍ଟି ଜୀବି ଧରୁଛି ଏବଂ ମାରିଦେବାକୁ ବସୁଛି। ଆଉ ସେତେବେଳେ ତା ଭିତରେ ଯେମିତି ଶତସିଂହର ବଳ ଆସିଯାଉଛି। 5-6 ଜଣ ଲୋକ ଦରକାର ହେଉଛନ୍ତି ତାକୁ ସମ୍ଭାଳିବା ପାଇଁ। ବାପା ମା ଅନେକ ମାନସିକ
ଡକ୍ଟରମାନଙ୍କ ପାଖକୁ ମାନସିକ ଚିକିତ୍ସା କରିବା ପାଇଁ ହଉ, ମନ୍ଦିରରେ ପୂଜା ହଉ, ଅନେକ ଡକ୍ଟରଙ୍କ ପାଖକୁ ଦୌଡ଼ି ଦୌଡ଼ି ହତାଶ ହୋଇପଡ଼ିଥାନ୍ତି। ଯେତେବେଳେ ମୋତେ କଲ୍ ଆସିଲା ଏବଂ ଧ୍ୟାନରେ ବସି ଦେଖିବା ପାଇଁ ମୁଁ ଚାହିଁଲି, ତାର ପ୍ରତିକାର ସ୍ୱରୂପ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ। ପ୍ରତିକାର ନେବା ପାଇଁ ଦେଖିଲି ତାହା ଏକ ପୂର୍ବ ଜନ୍ମର ତାର ଘଟଣା ଘଟିଛି, ଯେଉଁଥିରେ କି ପୂର୍ବଜନ୍ମର ଯୋଡ଼ରେ ସେ ପିତାର ପୁତ୍ର ହେଇକି ଆସିଛି କେବଳ ପ୍ରତିଶୋଧ ନେବା ପାଇଁ। ଘଟଣା କ'ଣ ନା, ପୂର୍ବଜନ୍ମରେ ତାର ପିତା ଏକ ରାଜନେତା ଥିଲେ। ପିଲାଟି ତାଙ୍କର କାର୍ଯ୍ୟକାରୀ କର୍ତ୍ତା ଥିଲେ ତାଙ୍କ ପାର୍ଟିର, କିନ୍ତୁ କୌଣସି ପରିସ୍ଥିତି କାରଣରୁ ସେ ରାଜନେତା ଜଣକ ପଇସା ଦେଇ ତାଙ୍କୁ ମର୍ଡର କରାଇଥିଲେ। ସେ ଯେଉଁ ଗୋଡ଼େଇ ଗୋଡ଼େଇ ହାଣିବା ଯେଉଁ ଦୃଶ୍ୟ ମୋତେ ଦେଖାଗଲା, ଭୟାନକ ଦୃଶ୍ୟ। ସେ ପିଲାଟିକି ହତ୍ୟା କରାଯାଇଥିଲା। ଦୈବୀ ବିଚାର ଦେଖନ୍ତୁ, ଏ ଜନ୍ମରେ ସେ ତାର ପୁତ୍ର ହେଇ ଆସିଛି। ତେଣୁ ପରିସ୍ଥିତି ଉପୁଜିବ। ପ୍ରତିକାର ସ୍ୱରୂପରେ ସେମାନେ ଯେତେବେଳେ ମୋତେ ପଚାରିଲେ, ଏଇ କଥା କହିଲି ଏବଂ ତୁରନ୍ତ ଅନୁଭବ ହେଲା ସେ ପିଲାର ସ୍ପିରିଟ୍ ମୋ ପାଖରେ ଆସି ଉପସ୍ଥିତ ହେଲା ଏବଂ ଆକ୍ରମଣାତ୍ମକ ଢଙ୍ଗରେ, ଫିଜିକାଲି ନୁହଁ, ତାର ସୋଲ୍, ତାର ଆତ୍ମା। ତେଣୁ ସେଠି ମଧ୍ୟ ତାଙ୍କୁ ମୁଁ ଅନୁରୋଧ କଲି, ଦେଖ ତୁମକୁ କିଛି ପ୍ରତିକାର ମୁଁ ଦେବି ନାହିଁ। ମୁଁ ଜାଣିଛି ତୁମେ କ'ଣ ପାଇଁ ଆସିଛ। ଶାନ୍ତ ହୁଅ, ତୁମେ ଯାଅ। ବାପା ମାଙ୍କୁ ମଧ୍ୟ ଜଣେଇଲି। ଯେତେବେଳେ ସେ ଭିତରେ ତାର ସେ ଶକ୍ତି ଜାଗ୍ରତ ହେବ, ଯେହେତୁ ତୁମେ ଦୋଷ କରିଛ, ହାତ ଯୋଡ଼ି ତା ଗୋଡ଼ ତଳେ ପଡ଼ିଯିବ ଏବଂ କ୍ଷମା ପ୍ରାର୍ଥନା କରିବ। ପୁତ୍ର ଭାବିକି ନୁହଁ, ସେ ଏକ ଶୁଦ୍ଧ ଆତ୍ମା। ସେ ଆତ୍ମା ଯଦି ଆପଣମାନଙ୍କୁ କ୍ଷମା କରିଦେବ, ତାହେଲେ ଆପଣ ବର୍ତ୍ତିବେ ଏବଂ ପ୍ରତି ମୁହୂର୍ତ୍ତରେ କ୍ଷମା ପ୍ରାର୍ଥନା କରୁଥିବେ ମନେ ମନେ ଈଶ୍ୱରଙ୍କ ପାଖରେ କ୍ଷମା ପ୍ରାର୍ଥନା। କାରଣ ଆପଣଙ୍କ ଦ୍ୱାରା ଯେଉଁ ଅପରାଧ ହେଇଛି, ସେ ଅପରାଧ ଜନିତ ଫଳ ଆସିଛି, ତାକୁ ତ ସମ୍ମୁଖୀନ ହେବାକୁ ହିଁ ପଡ଼ିବ, କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ। ଏବଂ ତା ଭିତରେ ତା ପିତାଙ୍କର ମଧ୍ୟ 2 ଥର ହାର୍ଟ ଷ୍ଟ୍ରୋକ୍ ହେଇସାରିଛି। ପରିବାର ପଇସା ଖର୍ଚ୍ଚ କରି ଦେବାଳିଆ ହେଇଯାଇଛନ୍ତି। ପ୍ରତିକାର ଏହା ତାକୁ ଦିଆହେଲା, ପିଲାଟିକୁ ନେଇ ଶିବ ମନ୍ଦିରରେ ପାଣି ଛଡ଼େଇ ଦେବେ। କାରଣ ସେ ପ୍ରଭୁ ହିଁ ବିଚାର କରିବେ। ଦଣ୍ଡ ସ୍ୱରୂପରେ ଯାହା ଆସୁଛି ତାକୁ କେବଳ କ୍ଷମା ପ୍ରାର୍ଥନା ହିଁ ଏବଂ ପୁନରାବୃତ୍ତି ନ କରିବି। କୌଣସି ଜନ୍ମରେ ଯଦି ଭୁଲ ହେଇଛି, ତାକୁ ସଚେତନତା ସୃଷ୍ଟି କରିବା ଆମର କାମ। ତେଣୁ ମୋର କର୍ତ୍ତବ୍ୟ ମୁଁ ଠିକ୍ କରିପାରିଛି କି ନାହିଁ, ଆପଣମାନଙ୍କ କମେଣ୍ଟସ୍କୁ ଅପେକ୍ଷା କରିଲି। ଭଲ ଲାଗିଲେ ଲାଇକ୍ ଦେବେ, ସେୟାର କରିବେ, କମେଣ୍ଟସ୍ ଦେବେ, ଯାହାକି ମୋ ଭିତରେ ଆଗ୍ରହ ସୃଷ୍ଟି ହେବ ଅନେକ ଅନୁଭୂତି ଆପଣଙ୍କ ସହିତ ସେୟାର କରିବାକୁ। ବାକି ରହିଲା, ଅନେକଙ୍କର ବାସ୍ତୁ ଦୋଷ ଥାଏ। ବାସ୍ତୁ ଦୋଷ ବେଳେବେଳେ ବହୁତ ପ୍ରୋବ୍ଲେମ୍ ସୃଷ୍ଟି କରେ। ତା ପାଇଁ ମଧ୍ୟ ଆଉ ଗୋଟେ ଅନୁଭୂତି କହିବି। ରହୁଛି। ଜୟ ଗୁରୁ।